ତା ବାଦେ ତାଙ୍କୁ ଆଉ କିଛି ପଦପଦବୀ ମିଳିବାର ସମ୍ଭାବନା ରହିଛି କି ମମତା ମହନ୍ତଙ୍କ ପାଇଁ? ନାଇଁ ସେ ହୁଏତ ରାଜ୍ୟସଭା ଟର୍ମ ସରିଗଲା ପରେ ତାଙ୍କ ରାଜ୍ୟସଭା ଟର୍ମ ସରିଗଲା ପରେ ବିଜେପି ତାଙ୍କୁ ଆଉ କିଛି ଜାଗାରେ ଥଇଥାନ କରିପାରେ ତାଙ୍କ ବ୍ୟବହାର ପାଇଁ। ହଁ ବା ସାଂସଦ ଥିବା ବେଳେ ଆଉ କିଛି ତାଙ୍କୁ ଦାୟିତ୍ୱ ମିଳିବାର ସମ୍ଭାବନା ଅଛି କି? ସେମିତି ମୁଁ କିଛି ଭାବୁଛି ସେଭଳି କୌଣସି ଦାୟିତ୍ୱ ସେଭଳି କୌଣସି ସମ୍ଭାବନା କମ୍ ଦେଖୁଛି। ବରଂ ଏଇଟା କରାଯାଏ କି ସେମାନେ ବିଜେଡିର ଅନ୍ୟ ସାଂସଦ ମାନଙ୍କୁ ମୁଁ କହିଲି ଯୋଉମାନେ ବିଜେଡିର କୋର୍ ଗ୍ରୁପର ଲୋକ ନୁହନ୍ତି, ଆଦର୍ଶଗତ ଦୃଷ୍ଟିରୁ ବିଜେଡିର ଲୋକ ନୁହନ୍ତି, ବିଜେଡି ପ୍ରତି ତାଙ୍କର ଆନ୍ତରିକତା ଯୋଉ ଥିଲା, କ୍ଲୋଜନେସ୍ ଥିଲା, ସେଟା ଦଳ କ୍ଷମତାରେ ଚାଲିଗଲା ପରେ ବହୁ ପରିମାଣ ଭାଙ୍ଗି ଯାଇଥିବ, ସେ ଆଉ ନଥିବ। କାରଣ ସେମାନେ ବିଜେଡି ସହିତ ଆଦର୍ଶଗତ ଭାବରେ ନଥିଲେ, ସେମାନେ ଥିଲେ ଯେହେତୁ ବିଜେଡି ଏଠି କ୍ଷମତାରେ ଥିଲା, ତେଣୁ ବିଜେଡି କ୍ଷମତାରୁ ଗଲା ପରେ ତାଙ୍କ ଭିତରୁ ହୁଏତ ଅନେକ ସଦସ୍ୟ ଭାବୁଥିବେ ସାଂସଦ ଥିଲେ ସେ ସାଂସଦ ରହିଲେ ତାଙ୍କର କଣ ଏମିତି କ୍ଷମତାରେ ଏକ୍ସରସାଇଜ କରିବାର ସ୍କୋପ ଅଧିକା ମିଳିବ ଭାରତୀୟ ଜନତା ପାର୍ଟିରେ? ଇଏ ବି ଗୋଟେ ବଡ ଷ୍ଟ୍ରକ୍ଚର। ନିଶ୍ଚୟ ମିଳିବ ଆଜ୍ଞା। ଜଣେ ରାଜ୍ୟସଭା ସଦସ୍ୟ ହେଲେ ମଧ୍ୟ ସିଏ ଯୋଉ ବିଷୟରେ ଯୋଉଟା ଚାହିଁବେ ରାଜ୍ୟରେ ସେ ସେଠିକାର କଲେକ୍ଟର ହୁଅନ୍ତୁ ବା ସେଠିକାର ଅଧିକାରୀ ମାନଙ୍କୁ ହୁଅନ୍ତୁ ବା ରାଜ୍ୟ ସରକାରଙ୍କୁ ହୁଅନ୍ତୁ, ସେ ଲେଖିଲେ ସେ କାର୍ଯ୍ୟ ଉପରେ କିଛି ପ୍ରତିଫଳନ ହବ ବା କିଛି ପ୍ରଭାବ ପଡିବ। ଯେହେତୁ ସିଏ ସରକାରୀ ଦଳର ରାଜ୍ୟସଭା ସଦସ୍ୟ, ବିଭାଗୀୟ ମନ୍ତ୍ରୀ ମଧ୍ୟ ଗୁରୁତ୍ୱ ଦେବେ। କିନ୍ତୁ ବର୍ତ୍ତମାନ ସାଧାରଣ ରାଜ୍ୟସଭା ସଦସ୍ୟଟି ସେ କଣ କରିପାରିବ? ନା କେନ୍ଦ୍ରରେ କରିପାରିବ ନା ରାଜ୍ୟରେ କରିପାରିବ। କେନ୍ଦ୍ର ସ୍ତରରେ ଯୋଉ ମନ୍ତ୍ରୀମାନଙ୍କ ସହିତ କୋଉ ସମ୍ପର୍କ ଥିବ, କଣ କିଛି କାର୍ଯ୍ୟ ସେ କିଏ କଣ କରିପାରେ, କିନ୍ତୁ ସେଭଳି ପ୍ରଭାବ ବିସ୍ତାର କରି କିଛି କରିପାରିବନି। ଏଠି ମଧ୍ୟ ତାଙ୍କୁ ଅଧିକ ତାଙ୍କ କଥା କଲେକ୍ଟର ବି ଶୁଣିବନି। ଏଇଟା ବ୍ୟବସ୍ଥା। ରବାବୁ ଆଉ ଗୋଟେ କଥା ମୁଁ ଜାଣିବା ପାଇଁ ଚାହିଁବି, ଯୋଉ ଅଲଗା ଏମପି ମାନେ ଅଛନ୍ତି ବିଜୁ ଜନତା ଦଳରେ, ସେମାନେ କଣ ଏଇଭଳି ଗୋଟେ ଡିଲ୍ କରିବା ପାଇଁ ଗୋଟେ ସ୍କୋପ କ୍ରିଏଟ ହଉଛି, ମେସେଜ ଟା ସେଇ ଢଙ୍ଗରେ ଯାଉଛି? ସେଇଆ କରିବା ଉଦ୍ଦେଶ୍ୟରେ ସେମାନେ ମମତା ମହନ୍ତଙ୍କୁ ପୁନର୍ବାର ରାଜ୍ୟସଭାକୁ ନେଇଛନ୍ତି। ଏପରେ ଅନ୍ୟ ସଦସ୍ୟମାନଙ୍କ ଭିତରେ ନିଶ୍ଚୟ ପ୍ରଭାବ ପଡିବ ଏଇଆ ଯେ ଆମମାନେ ଏଠି ପରିବର୍ତ୍ତନ କରି ଗଲେ ମଧ୍ୟ ବି ଆମର କିଛି ଯେମିତି କହିଲେ ଲାଭ କଣ, କିଛି କ୍ଷତି ହବାର ନାହିଁ, ବରଂ ଲାଭ ହବ। ଏତେ ରାଜ୍ୟସଭା ରହିଲେ ତା ସାଙ୍ଗରେ ତାଙ୍କର ଗୋଟେ ସରକାରୀ ବ୍ୟବସ୍ଥାର ଯୋଉ ସୁଯୋଗ, ଯୋଉଥିପାଇଁ ସେ ବିଜେଡି ସହିତ ଆକୃଷ୍ଟ ହେଇଥିଲେ। ବିଜେଡି କାହିଁ ଆସିଥିଲେ? ସେମାନେ ବିଜେଡିକି ଆସିଥିଲେ କଣ କୌଣସି ନୀତି ଆଦର୍ଶ ହିଁ ବିଜେଡି ପଳେଇ ଆସିଥିଲେ? ସରକାରୀ ବ୍ୟବସ୍ଥାରେ ଥିଲା ବୋଲି ଆସିଥିଲେ। ମୁଁ ବରାବର କହି ଆସିଛି, ବିଜେଡି କ୍ଷମତା ଆଧାରିତ ବ୍ୟବସ୍ଥାରେ ଯୋଉ ସଂଗଠନ ସମ୍ପ୍ରସାରଣ କରିଥିଲା ତାପରେ କିଛି ନା କିଛି ପ୍ରଭାବ ତ ବର୍ତ୍ତମାନ ପଡିବ ନା ନାହିଁ। ଯୋଉମାନେ କୋର୍ ନୀତି ଆଦର୍ଶ ଦୃଷ୍ଟିରୁ ନୀତିଗତ ଭାବରେ ଅଛନ୍ତି ତାଙ୍କ କଥା ଭିନ୍ନ, କିନ୍ତୁ ଅନୁମାନଙ୍କ ଉପରେ ତ କିଛି ନା କିଛି ପ୍ରଭାବ ପଡିବ। ଏବଂ ରାଜ୍ୟସଭା ସଦସ୍ୟ ପ୍ରଭାବ ବେଶୀ ହବ, କାରଣ ଲୋକସଭାରେ ତାଙ୍କ ଦଳର ସଦସ୍ୟ ନାହାନ୍ତି, କେବଳ ରାଜ୍ୟସଭାରେ ଅଛନ୍ତି। ଏବଂ ବିଜେପିର 1 ପଏଣ୍ଟ ପ୍ରୋଗ୍ରାମ ହଉଛି ଯେ ରାଜ୍ୟସଭାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବା। ତାହେଲେ କଣ ଅଧିକାଂଶ ବିଲ୍ ଆଗରୁ ଏମାନେ ବିଲ୍ ଗୃହୀତ କରିବାରେ ବିଜେଡି ସହାୟତା କରୁଥିଲା, ବର୍ତ୍ତମାନ ବିଜେଡି ସହାୟତା କରିବନି ବୋଲି ମନା କରିଦେଲା। ତ ମୋର ଆଉ ଗୋଟେ ପ୍ରଶ୍ନ ଆପଣଙ୍କ ପାଇଁ ରହିବ, ଆପଣ ଭାବୁଛନ୍ତି କି ଏଇ ଯୋଉ ଡିଲ୍ ବର୍ତ୍ତମାନ ମମତା ମହନ୍ତଙ୍କ ସହିତ ହେଲା, ସେ ବିଜୁ ଜନତା ଦଳ ଟିକେଟ ଛାଡି ବିଜୁ ଜନତା ଦଳ ଛାଡି ଭାରତୀୟ ଜନତା ପାର୍ଟିରୁ ଗଲେ ରାଜ୍ୟସଭାକୁ, ତ ସେମିତି ଆଉ କେତେ ଜଣ ସାଂସଦ ଏଇ ବାଟ ଆପଣେଇ ପାରନ୍ତି? ମୁଁ ସିଧିସଭାରେ କହିବାକୁ ମୁସ୍କିଲ, ମୁଁ କହିପାରିବିନି, କାରଣ ଜାତୀୟ ସ୍ତରରେ ଯୋଉମାନେ ତାଙ୍କ ସହିତ ନେଗୋସିଏଟ କରୁଛନ୍ତି ବିଜେପିର, ସେମାନେ ଯୋଗାଯୋଗରେ ଥିବେ। ମୁଁ ଏମିତି ଭାବରେ ଅନୁମାନ କରି କହିବି, ମୁଁ ତ ବହୁତ ଲୋକ ଅଛନ୍ତି ନା ଏମିତି କହିବାର କିଛି ଏ କଥା ନାହିଁ, କିନ୍ତୁ ସେମିତି ଭାବରେ କହିବାଟା ଠିକ ବି ହବ ନାହିଁ। କିନ୍ତୁ ସେଭଳିଆ ଲୋକ ଯେ ଅଛନ୍ତି ତା ମଧ୍ୟ ଅସ୍ୱୀକାର ହେବ। ଏଇଭଳି ମମତା ମହାନ୍ତଙ୍କ ପରି ସେଇଭଳି ରାଜ୍ୟସଭା ସଦସ୍ୟ ଅଛନ୍ତି ଦଳ ଭିତରେ, ଯୋଉମାନେ ଦଳର ମୂଳରୁ ଦଳ ସହିତ ଆଦର୍ଶଗତ ବା ନୀତିଗତ କାର୍ଯ୍ୟକ୍ରମରେ କେବେ ନଥିଲେ। ଇଏ କୁର୍ମୀ ସମ୍ପ୍ରଦାୟର ଲୋକ, ବିଜେଡି କୁର୍ମୀ ସମ୍ପ୍ରଦାୟର ସମର୍ଥନ ହାସଲ ପାଇଁ ଜଣେ ମହିଳା କୁର୍ମୀ ସମ୍ପ୍ରଦାୟ ଲୋକ ସେଇ ସାଇଡ୍ ଦେଇଥିଲା, ତାଙ୍କର ଫାଇଦା ପାଇଁ ଦେଇଥିଲା। କିନ୍ତୁ ତା ପ୍ରତିବଦଳରେ ସିଏ ଭାବୁଛନ୍ତି ସିଏ କିଛି ଫାଇଦା ପାଇନି, ସେ ରାଜ୍ୟସଭା ସିନା ଗଲେ ଅନ୍ୟ କିଛି ଫାଇଦା ପାଇଲେନି, କାରଣ ତାଙ୍କୁ ଦଳ ଅଣଦେଖା କଲା, ଏ କଥା ସିଏ ଅଭିଯୋଗ କରୁଛନ୍ତି। ଏପରି କଥା ଅନେକ ରାଜ୍ୟସଭା ସଦସ୍ୟ କହିପାରିବେ।
ତ ତାଙ୍କ ଯୁକ୍ତିରେ କେତେ ଦମ ଅଛି ବୋଲି ଆପଣ ଭାବୁଛନ୍ତି? ତାଙ୍କୁ ରାଜ୍ୟସଭା ପାଣ୍ଠି ଖର୍ଚ୍ଚ କରିବା ପାଇଁ ସୁଯୋଗ ଦିଆଗଲାନି ଏବଂ ଦଳ ତାଙ୍କୁ ଅଣଦେଖା କଲା, ତାଙ୍କୁ ବିଧାନସଭା ବେଳେ ନିର୍ବାଚନ ବେଳେ କୌଣସି କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ମିଳିଲାନି। ଏ କଥାରେ କେତେ ଯୁକ୍ତି ଅଛି ବୋଲି ଆପଣ ଭାବୁଛନ୍ତି? ନାଇଁ ନାଇଁ ଶୁଣନ୍ତୁ ଆଜ୍ଞା, ସେ ତାଙ୍କର ବ୍ୟକ୍ତିଗତ, ସିଏ ଯୋଉଟା ନିଜେ ଅନୁଭବ କରିଛନ୍ତି ସେଇଟା ହିଁ ପ୍ରକାଶ କରିଛନ୍ତି।